ସଦା ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମାରାନାଥା, ପ୍ରେଜ୍ ଦ ଲର୍ଡ, ଯୀଶୁ ଶାନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ବର୍ତ୍ତମାନ ସମୟରେ ଯେତେ ଜଣ এই ଭିଡ଼ିଓକୁ ଦେଖୁଅଛ ଏବଂ ଯେଉଁମାନେ ଆଗକୁ ଦେଖିବେ, ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ, ଆଦମଙ୍କ ଆଗରୁ ଏଦେନ୍ ଉଦ୍ୟାନରେ ଶୈତାନ ଥିଲା କି, ସର୍ପ ଥିଲା କି? ପ୍ରଶ୍ନ ଚିହ୍ନ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କର ମତାମତ କ'ଣ? ଆପଣମାନେ ଜଣାନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆଉ ଥରେ କହିବା ପାଇଁ ଚାହେଁ, ଆଦମଙ୍କ ଆଗରୁ ଏଦେନ୍ ଉଦ୍ୟାନରେ ଶୈତାନ ଥିଲା କି? ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ବିଷୟ ଆପଣମାନଙ୍କ ପାଖରେ ଏହି ଭିଡ଼ିଓ ମାଧ୍ୟମରେ ପ୍ରକାଶ କରିବା ପାଇଁ ଚାହେଁ। ଆଦମଙ୍କ ଆଗରୁ ଏଦେନ୍ ଉଦ୍ୟାନରେ ଶୈତାନ ଥିଲା କି? ଏହି ବିଷୟ ଜାଣିବା ନିମନ୍ତେ ଯିବା। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, କେତୋଟି ପଦପର୍ବ ଦେଖିବା, ତାପରେ ଆମ୍ଭେମାନେ ଆଗକୁ ବଢ଼ିବା। ଏହି ସମୟରେ ଯଦି ଆପଣମାନଙ୍କ ପାଖରେ ବାଇବେଲ ଅଛି ତାହେଲେ ଆପଣମାନେ ଦେଖନ୍ତୁ। ଯଦି ଆପଣମାନେ ଦେଖିବେ ନାହିଁ, ତାହେଲେ ଜଣେ ବ୍ୟକ୍ତି ସେ କେମିତି ପ୍ରଚାର କରୁଛି, ବାଇବେଲରେ ଥିବା ବିଷୟ କହୁଛି କିମ୍ବା ବାଇବେଲର ବାହାରେ କହୁଅଛି, ଏ ବିଷୟ ଆପଣମାନେ କେମିତି ଜାଣିପାରିବେ? ସେଥିପାଇଁ ନିହାତି ଜରୁରୀ ଅଟେ, ଜଣେ ବ୍ୟକ୍ତି ଯଦି ପ୍ରଚାର କରୁଅଛି ତାହେଲେ ଆମ୍ଭେମାନେ ବାଇବେଲ ଦେଖିବା ଦରକାର। ଆସନ୍ତୁ ଆମ୍ଭେମାନେ କେତୋଟି ପଦପର୍ବ ଦେଖିବା, ତାପରେ ଆମ୍ଭେମାନେ ଆଗକୁ ବଢ଼ିବା। ଆଦମଙ୍କ ଆଗରୁ ଏଦେନ୍ ଉଦ୍ୟାନରେ ଶୈତାନ ଥିଲା କି ନାହିଁ, ଏ ବିଷୟ ଜାଣିବା ନିମନ୍ତେ ଯିବା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆଦି ପୁସ୍ତକ ତାର 2 ପର୍ବ ତାର 8 ପଦ, এই ଜାଗାରେ ଲେଖାଯାଏ, ଆଉ ସଦାପ୍ରଭୁ ପରମେଶ୍ୱର ପୂର୍ବ ଦିଗସ୍ଥ ଏଦନରେ ଏକ ଉଦ୍ୟାନ ପ୍ରସ୍ତୁତ କରି ସେଠାରେ ସ୍ୱନିର୍ମିତ ମନୁଷ୍ୟକୁ ରଖିଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ବୁଝିବା ଦରକାର, ତେବେ ଯାଇ ଆପଣମାନେ ଜାଣିପାରିବେ ଏବଂ ଅନ୍ୟ ଜଣେ ବ୍ୟକ୍ତିକୁ ମଧ୍ୟ ଆପଣମାନେ କହି ମଧ୍ୟ ପାରିବେ। ଯଦି ଆପଣମାନେ ନିଜେ ବୁଝିବେ ନାହିଁ, ଅନ୍ୟ ଲୋକକୁ ବୁଝାଇ ମଧ୍ୟ ପାରିବେ ନାହିଁ। ସେଥିପାଇଁ ଆପଣମାନେ ସଠିକ୍ ଭାବରେ ବୁଝିବା ଦରକାର ଏବଂ ଆପଣମାନେ ମଧ୍ୟ ଆପଣଙ୍କର ବାଇବେଲରେ ଆପଣମାନେ ଦେଖନ୍ତୁ। ଯଦି ଏହି ସମୟରେ ଯଦି ଆପଣମାନଙ୍କ ପାଖରେ ଯଦି ବାଇବେଲ ନାହିଁ, ତାହେଲେ ଆପଣମାନେ ଲେଖିକି ମଧ୍ୟ ରଖନ୍ତୁ। এই ଜାଗାରେ ଲେଖାଯାଏ, ଆଉ ସଦାପ୍ରଭୁ ପରମେଶ୍ୱର ପୂର୍ବ ଦିଗସ୍ଥ ଏଦନରେ ଏକ ଉଦ୍ୟାନ ପ୍ରସ୍ତୁତ କରି ସେଠାରେ ସ୍ୱନିର୍ମିତ ମନୁଷ୍ୟକୁ ରଖିଲେ। ଆଗରେ ପରମେଶ୍ୱର ଏଦେନ୍ ଉଦ୍ୟାନକୁ ପ୍ରସ୍ତୁତ କଲେ, ତାପରେ ଯାଇ ଆଦମକୁ ସେଇ ଜାଗାରେ ରଖୁଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ତାର 21 ଏବଂ 22 ପଦ ଦେଖିବେ, ତାହେଲେ ଲେଖାଯାଏ, ଅନନ୍ତର ସଦାପ୍ରଭୁ ପରମେଶ୍ୱର ଆଦମକୁ ଘର ନିଦ୍ରାଗ୍ରସ୍ତ କରାଇ ସେଇ ନିଦ୍ରା ସମୟରେ ତାହାଙ୍କର ଖଣ୍ଡେ ପଞ୍ଜରା ନେଇ ମାଂସ ଦ୍ୱାରା ସେଇ ସ୍ଥାନ ପୂର୍ଣ୍ଣ କଲେ। ଆଉ ସଦାପ୍ରଭୁ ପରମେଶ୍ୱର ଆଦମଙ୍କ ଠାରୁ ଯେଉଁ ପଞ୍ଜରା ଖଣ୍ଡିକ ନେଲେ, ତଦ୍ୱାରା ଏକ ସ୍ତ୍ରୀ ନିର୍ମାଣ କରି ଆଦମଙ୍କ ନିକଟକୁ ଆଣିଲେ। ତହିଁରେ ଆଦମ କହିଲେ, ଏଥର ହେଲା, ଏ ମୋର ଅସ୍ଥିର ଅସ୍ଥି ଓ ମାଂସର ମାଂସ, ଏହାର ନାମ ନାରୀ, ଯେହେତୁ ଏ ନରଠାରୁ ନୀତ ହୋଇଅଛି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆଦି ପୁସ୍ତକ 1:27 ଯଦି ଦେଖିବେ, ତାହେଲେ ଲେଖାଯାଏ, ଅନନ୍ତର ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ। ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସେ ତାହାଙ୍କୁ ସୃଷ୍ଟି କଲେ, ପୁରୁଷ ଓ ସ୍ତ୍ରୀ କରି ସେମାନଙ୍କୁ ସୃଷ୍ଟି କଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପରମେଶ୍ୱର ଏବଂ ଆଗରେ ପରମେଶ୍ୱର ଏଦେନ୍ ଉଦ୍ୟାନକୁ ସୃଷ୍ଟି କଲେ ବା ବନାଇଲେ, ତାପରେ ଯାଇ ଆଦମକୁ ସେଇ ଏଦେନ୍ ଉଦ୍ୟାନରେ ରଖୁଛନ୍ତି।
ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ଗୋଟିଏ ପ୍ରଶ୍ନ ଆପଣମାନଙ୍କୁ କହିବା ପାଇଁ ଚାହେଁ, କ'ଣ ପ୍ରଭୁ ଯୀଶୁ ଏଦେନ ଉଦ୍ୟାନରେ ଥିଲେ କି? ପ୍ରଭୁଙ୍କର ପ୍ରିୟ ଲୋକମାନେ, ୟେସ୍, ପ୍ରଭୁ ଯୀଶୁ ଏଦେନ ଉଦ୍ୟାନରେ ଥିଲେ। କିନ୍ତୁ ଆପଣମାନେ ଜାଣିବା ଦରକାର, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆଦମଙ୍କ ଆଗରୁ ଏଦେନ ଉଦ୍ୟାନରେ ଶୈତାନ ଥିଲା, ସର୍ପ, ଲୁସିଫର। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆଦମକୁ ପରେ ପରମେଶ୍ୱର ବନାଇଛନ୍ତି। ଏଦେନ ଉଦ୍ୟାନକୁ ଆଗରେ ବନାଇଲେ ପରମେଶ୍ୱର ବା ଯୀଶୁଖ୍ରୀଷ୍ଟ, ତାହାପରେ ସେ ଆଦମକୁ ଏଦେନ ଉଦ୍ୟାନରେ ରଖୁଛନ୍ତି। କିନ୍ତୁ ଆଦମଙ୍କ ଆଗରୁ ଶୈତାନ ଏଦେନ ଉଦ୍ୟାନରେ ଥିଲା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏବଂ ଆଦମ ଜାଣିନାହିଁ ଏବଂ ହବା ମଧ୍ୟ ଜାଣିନାହିଁ ପ୍ରଭୁ ଯୀଶୁଙ୍କ ସହିତ এই ଶୈତାନ କ'ଣ କ'ଣ ଘଟଣା ଘଟିଛି ଏମାନେ ଜାଣିନାହାନ୍ତି। କିନ୍ତୁ ଏମାନେ ଏଦେନ ଉଦ୍ୟାନରେ ଅଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏଦେନ ଉଦ୍ୟାନ ଆଗରେ ବନେଇଲେ ପ୍ରଭୁ ଯୀଶୁ, ଏଦେନ ଉଦ୍ୟାନ ଆଗରେ ବନେଇଲେ, ତାପରେ ଆଦମକୁ। ଆସନ୍ତୁ ଆମମାନେ ପଦପର୍ବ ମଧ୍ୟ ଦେଖିବା। ପଦପର୍ବ 2:8 ଲେଖାଯାଏ, ଆଉ ସଦାପ୍ରଭୁ ପରମେଶ୍ୱର ପୂର୍ବ ଦିଗସ୍ଥ ଏଦେନରେ ଏକ ଉଦ୍ୟାନ ପ୍ରସ୍ତୁତ କରି ସେଠାରେ ସ୍ୱନିର୍ମିତ ମନୁଷ୍ୟକୁ ରଖିଲେ। ଆଗରେ ଏଦେନ ଉଦ୍ୟାନ ବନେଇଲେ, ତାପରେ ଯାଇ ମନୁଷ୍ୟକୁ ସୃଷ୍ଟି କଲେ ବା ଆଦମକୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏବଂ ଲେଖାଯାଏ 2:15, ପୁଣି ସଦାପ୍ରଭୁ ପରମେଶ୍ୱର ସେ ମନୁଷ୍ୟକୁ ନେଇ ଏଦେନ ଉଦ୍ୟାନକୁ ସୁସଜ୍ଜିତ ଓ ରକ୍ଷା କରିବା ପାଇଁ ନିଯୁକ୍ତି କଲେ। এই জায়গায় লেখা যায়, পুଣି ସଦାପ୍ରଭୁ ପରମେଶ୍ୱର ସେଇ ମନୁଷ୍ୟକୁ ନେଇ ଏଦେନ ଉଦ୍ୟାନକୁ ସୁସଜ୍ଜିତ ଓ ରକ୍ଷା କରିବା ପାଇଁ ନିଯୁକ୍ତି କଲେ। ଯଦି ଆପଣମାନେ ଦେଖିବେ ହିନ୍ଦୀ ବାଇବଲରେ, ତାହେଲେ ବହୁତ ସୁନ୍ଦର ଭାବରେ ଲେଖାଯାଏ। এই জায়গায় লেখাযায়, प्रभुଙ୍କର प्रिय ଲୋକମାନେ, तब यहोवा परमेश्वर ने आदम को लेकर एदन की वाटिका में रख दिया कि वह उसमें काम करे। क्या करे? उसमें काम करे और उसकी रक्षा करे। काम करने निमंते एदन उद्यान रखागला। प्रभुଙ୍କର प्रिय ଲୋକମାନେ, ଯେମିତି ଗୋଟିଏ ମାଳି ବଗିଚା ନିମନ୍ତେ ଯେମିତି କାର୍ଯ୍ୟ କରେ ବା କାମ କରେ, ଠିକ୍ ସେମିତି ଆଦମକୁ ଏଦେନ ଉଦ୍ୟାନରେ ସେ କାର୍ଯ୍ୟ କରିବା ନିମନ୍ତେ, ରକ୍ଷା କରିବା ନିମନ୍ତେ ଏଦେନ ଉଦ୍ୟାନରେ ରଖାଗଲା ଆଦମକୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ବୁଝିବା ଦରକାର। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆଦମଙ୍କ ଆଗରୁ, ଆଦମକୁ ନ ବନାଇବା ପୂର୍ବରୁ ଏଦେନ ଉଦ୍ୟାନ ପରମେଶ୍ୱର ବନେଇଲେ ଏବଂ ଶୈତାନ ସହିତ ପରମେଶ୍ୱରଙ୍କର କ'ଣ କ'ଣ ଘଟଣା ଘଟିଛି ଏ ବିଷୟ ଆଦମର ହବା ଜାଣିନାହାନ୍ତି। କିନ୍ତୁ ଆଦମକୁ ନ ବନାଇବା ପୂର୍ବରୁ ଏଦେନ ଉଦ୍ୟାନ ଯେତେବେଳେ ପରମେଶ୍ୱର ବନେଇଲେ ବା ସୃଷ୍ଟି କଲେ, ଆଦମ ନଥିବାରୁ, ଆଦମ ଆଗରୁ ନଥିଲେ ଏଦେନ ଉଦ୍ୟାନରେ, କିନ୍ତୁ ଶୈତାନ ଥିଲା ଆଗରୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କ ପାଇଁ କହିବା ପାଇଁ ଚାହେଁ, ଆଦମର ହବା ଏଦେନ ଉଦ୍ୟାନରେ କ'ଣ କ'ଣ ଘଟଣା ଘଟିଛି ପ୍ରଭୁ ଯୀଶୁଙ୍କର ସହିତ, ଶୈତାନ ସହିତ, ବା ଶୈତାନ ଏବଂ ପ୍ରଭୁ ଯୀଶୁଙ୍କର ସହିତ କ'ଣ କ'ଣ ଘଟଣା ଘଟିଛି ଆଦମର ହବା ଜାଣିନାହାନ୍ତି ପ୍ରଭୁଙ୍କର ପ୍ରିୟ ଲୋକମାନେ। କିନ୍ତୁ ଆସନ୍ତୁ ଗୋଟିଏ ପଦପର୍ବ ଦେଖିବା। ଯେହେଜିକେଲ 28:13 এই জায়গায় লেখা যায়, ତୁମ୍ଭେ ଅର୍ଥାৎ ଶୈତାନ, ଲୁସିଫର, ତୁମେ ପରମେଶ୍ୱରଙ୍କ ଉଦ୍ୟାନ ଏଦେନ ଉଦ୍ୟାନରେ ଥିଲ। ଶୈତାନ ଏଦେନ ଉଦ୍ୟାନରେ ଥିଲା, କାରଣ ଲେଖାଯାଏ ତୁମ୍ଭେ, ଶୈତାନକୁ କୁହାଯାଉଅଛି, ତୁମେ ପରମେଶ୍ୱରଙ୍କର ଏଦେନ ଉଦ୍ୟାନରେ ଥିଲ। ଚୁଣି, ପୀତମଣି, ହୀରକ, ବୈଦର୍ଯ୍ୟମଣି, ଗୋମେଦକ ଓ ସୂର୍ଯ୍ୟକ୍ଳାନ୍ତ, ନୀଳକାନ୍ତ, ପଦ୍ମରାଗ
ମରକତ ଆଦି ଯାବତୀୟ ବହୁମୂଲ୍ୟ ପ୍ରସ୍ତର ସୁବର୍ଣ୍ଣ ତୁମର ଆଚ୍ଛାଦନ ଥିଲା। ତୁମର ତବଲ ବଂଶୀର ଶିଳ୍ପକାର୍ଯ୍ୟ ଓ ତୁମ ମଧ୍ୟରେ ଥିଲା। ତୁମେ ସୃଷ୍ଟି ହେବା ଦିନ ସେସବୁ ପ୍ରସ୍ତୁତ ହୋଇଥିଲା। ତୁମେ ଆଚ୍ଛାଦନକାରୀ ଅଭିଷିକ୍ତ କିରୁବ ଥିଲ। ପୁଣି ଆମେ ତୁମକୁ ସ୍ଥାପନ କଲୁ। ତହିଁରେ ତୁମେ ପରମେଶ୍ୱରଙ୍କର ପବିତ୍ର ପର୍ବତ ଉପରେ ଥିଲ। ତୁମେ ଅଗ୍ନିମୟ ପ୍ରସ୍ତର ସକଳର ମଧ୍ୟରେ ଗମନାଗମନ କଲ। ଆଉ ତୁମ ମଧ୍ୟରେ ଅଧର୍ମ ଦେଖାଯିବା ପର୍ଯ୍ୟନ୍ତ ତୁମେ ଆପଣା ସୃଷ୍ଟି ଦିନଠାରୁ ଆପଣା ଆଚରଣରେ ସିଦ୍ଧ ଥିଲ। ତୁମେ ବାଣିଜ୍ୟର ବାହୁମୂଲ୍ୟରେ ସେମାନେ ତୁମ ଅଭ୍ୟନ୍ତର ଧରାତ୍ମରେ ପରିପୂର୍ଣ୍ଣ କଲେ। ଆଉ ତୁମେ ପାପ କରିଅଛ। ଏଥିପାଇଁ ଆମେ ଅଶୁଚି ବସ୍ତୁ ତୁଲ୍ୟ ତୁମକୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ତୁମକୁ ପରମେଶ୍ୱରଙ୍କ ପର୍ବତରୁ ପକାଇ ଦେଇଅଛୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏ ବାକ୍ୟ ଦ୍ୱାରା ଆମ୍ଭେମାନେ ଜାଣିପାରୁଛୁ ଯେ ଏଦେନ ଉଦ୍ୟାନରେ ଥିଲେ ଶୈତାନ। ଆଦମଙ୍କ ନ ବନାଇବା ପୂର୍ବରୁ ପରମେଶ୍ୱର ଯେତେବେଳେ ଏଦେନ ଉଦ୍ୟାନ ସୃଷ୍ଟି କଲେ ବା ବନେଇଲେ, ଆଗରୁ ଶୈତାନ ଥିଲା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଜାଣିବା ଦରକାର। ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆଦମଙ୍କ ଆଗରୁ ଏଦେନ ଉଦ୍ୟାନରେ ଶୈତାନ ଥିଲା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏତିକି ମାତ୍ର ଆପଣମାନଙ୍କ ପାଖରେ ପ୍ରକାଶ କଲି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଜାଣିବା ଦରକାର। ଆପଣମାନେ ପଢ଼ନ୍ତୁ ଜିହିଜିକେଲ ତାର 28 ତାର 13ରୁ ଯଦି ଆପଣମାନେ ଦେଖିବେ ତାହେଲେ ଅନେକ ବିଷୟ ଆପଣମାନେ ଜାଣିପାରିବେ। ଏବଂ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କୁ କହୁଅଛି, ଯେଉଁମାନେ ବାଇବେଲ କ୍ଲାସ୍ କରିବା ପାଇଁ ଇଚ୍ଛା କରୁଅଛ, ତାହା ମଧ୍ୟ ସଠିକ୍ ଭାବରେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ତାହେଲେ ଆପଣମାନେ ମେସେଜ୍ କରନ୍ତୁ। ଏହି ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ।